ଚାଲିଛି ରୁଆ ବେଉଷଣ। ଚାଷ ଆରମ୍ଭରୁ ଚାଷୀଙ୍କୁ ଘାରିଛି ସାର ଟେନସନ୍। ଡିଏପି, ୟୁରିଆ ଓ ଗ୍ରୋମରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଚିନ୍ତାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଚାଷୀ। ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରି 3100 ଟଙ୍କା ଦେଲେ, ହେଲେ ସାର କଥା ଭୁଲିଗଲେ। ଖରିଫ ଚାଷ ଆରମ୍ଭରୁ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ସାର ଦର ଆକାଶ ଛୁଆଁ ହୋଇଛି। ଡିଏପି 1450 ରୁ 2175 ଟଙ୍କାକୁ ବୃଦ୍ଧି ପାଇଛି। ୟୁରିଆ 266 ରୁ 400 ଟଙ୍କା, ଆଉ ଗ୍ରୋମର 1600 ରୁ 2500 ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ କିଭଳି ଚାଷ କରିବେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ। ଆଜ୍ଞା କଣ ସାର ତ ଆର ବର୍ଷ ତ ଏମିତି ବୁଲି ବୁଲି ସାର ମିଳିଲାନି, ଟ୍ୟାକ୍ସକୁ ଯାଇ ସାର ମିଳିଲାନି। ତାପରେ ଏ ବର୍ଷ ତ ଏବେ ରୁଆ ଆରମ୍ଭ ହେଇନି, କିନ୍ତୁ ଏବେ ସାର ସମସ୍ୟା ଅଧିକ। ସାର ଗ୍ରୋମର ସାର ମିଳୁନି, ଯଦି ମିଳୁଛି 2000 ରୁ 3000 ଭିତରେ ମିଳୁଛି। ୟୁରିଆ ତ ସେମିତି 2000 ଟଙ୍କା ମିଳୁଛି। ତେଣୁକରି ସରକାର ଯଦି ଚାହିଁବେ ଚେଷ୍ଟା କରିବେ ଚାଷୀଙ୍କ ପାଇଁ, ତାହେଲେ ଚାଷ ହବ। ଏ ବର୍ଷର ସେ ସ୍ଥିତି ଯାହା, ଏ ବର୍ଷର ଏଇଠି ସାର ବର୍ତ୍ତମାନ ସରକାର ଆମକୁ ସବସିଡି ଦେଲା 800 ଟଙ୍କା, କିନ୍ତୁ ଏ ବର୍ଷର ଆମର ଯେଉଁ ଗ୍ରୋମର ସାର ବର୍ତ୍ତମାନ 3000 ଟଙ୍କା, ୟୁରିଆ ବର୍ତ୍ତମାନ 2000 ଟଙ୍କା, 2500, 2200, 3000 କିଏ କ'ଣ ନେଉଛନ୍ତି। ତେବେ ଆମେ ସାର କିଣିବୁ କେଉଁଠୁ, ଚାଷ କରିବୁ କେମିତି? ଅସ୍ତରଙ୍ଗ ବ୍ଲକର 70% ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ସରକାର ଦରରେ ନିୟନ୍ତ୍ରଣ ରଖିବା ସହ ପର୍ଯ୍ୟାପ୍ତ ସାର ଯୋଗାଇ ଦେବାକୁ ଦାବି ହୋଇଛି। ଅନ୍ୟପଟେ ଚାଷୀମାନେ ନାନୋ ଲିକ୍ୱିଡ ବ୍ୟବହାର କରନ୍ତୁ ବୋଲି ସଫେଇ ଦେଇଛନ୍ତି ବ୍ଲକ କୃଷି ଅଧିକାରିଣୀ। ବର୍ଷ ପ୍ରଥମରୁ ହଇରାଣ ହେବେ, ଯେତିକି କମ୍ପାନୀ ମାଲ ଦେବା କଥା ସେତିକି ଦେଉନି, ଯେତିକି ଦେଉଛି ସମୁଦ୍ରରୁ ଶଙ୍କେ। ଆଉ ରେଟ୍ ପୁରା ଅଧିକ, ଆର ବର୍ଷ ଠାରୁ ଏ ବର୍ଷ 700-800 ଟଙ୍କା ବସ୍ତାକେ ଉଞ୍ଚା। ଗୋଟେ ବସ୍ତା ଗ୍ରୁମରରେ, ଗୋଟେ ବସ୍ତା ଗୋଟେ ଦେଉଛନ୍ତି ଗ୍ରୁମରର ଲିକ୍ୱିଡ 1 ଲିଟର, ତା ଦାମ 550। ଗ୍ରୁମର ବସ୍ତାକୁ ହେଇଯାଉଛି 2000 ଟଙ୍କା। ଏମିତି ମିଶିକିରି 2600-2700 ଟଙ୍କା ପଡ଼ିଯାଉଛି। ଆର ବର୍ଷ 1900 ଟଙ୍କାରେ ଗ୍ରୁମର କିଣୁଥିଲେ ଚାଷୀ, ଏ ବର୍ଷ କିନ୍ତୁ 2700-2800 ଟଙ୍କା। ଆପଣ ମାନେ ଯୋଉ ଫେଜ୍ ୱାଇଜ୍ ସାର ପକାଉଛନ୍ତି, ଆଟଲିଷ୍ଟ ଯୋଉଟା ମାନେ ଆମର ଗର୍ଭ ସମୟରେ କି ତାପରେ ଫୁଲ ଗୁଡ଼ା ପୂର୍ବରୁ ଯୋଉ ଲାଷ୍ଟ ସାରଟା ଦଉଛନ୍ତି, ଯୋଉମାନେ ଦଉଛନ୍ତି ଗ୍ରୋମର ଦଉଛନ୍ତି ବା ୟୁରିଆ ଦଉଛନ୍ତି, ସେ ଜାଗାରେ ଆପଣ ଦାନାଦାର ସାର ପକେଇବା ବଦଳରେ ଆଟଲିଷ୍ଟ ଏଇ ନାନୋ ଫର୍ଟିଲାଇଜରଟା ୟୁଜ୍ କରନ୍ତୁ। ସାର ଦର ନିୟନ୍ତ୍ରଣ ନ ହେଲେ ଚାଷୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ। ପୂର୍ବ ବର୍ଷ ଲାଇନରେ ଠିଆ ହୋଇ ସାର ମିଳୁନଥିଲା, ଏ ବର୍ଷ ମିଳୁଛି, କିନ୍ତୁ ପେଟକୁ ଦାନା ମାରି କିଣୁଛନ୍ତି ଚାଷୀ। ଚାଷୀଙ୍କୁ ସହାୟତା ନା ଠକାମି। ଯଦି ତୁରନ୍ତ ସାର ଦର ଉପରେ ନିୟନ୍ତ୍ରଣ ନ ଆସେ, ତେବେ ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପୁରୀ କାକଟପୁରରୁ ମାନସ ଖଣ୍ଡୁଆଳ, ନନ୍ଦିଘୋଷ ଟିଭି।